ओम शांति 30 मार्च 2024। मिठे बाबा बोले, मिठे बच्चे, बाबा तुमମାନଙ୍କୁ प्राण दान देउछन्ति। से एपरि ज्ञान देउछन्ति ଯାହା ଦ୍ୱାରା ପ୍ରାଣଦାନ ମିଳିଯାଉଛି। ଏହିପରି ପ୍ରାଣଦାନ ଦେଉଥିବା ବାବାଙ୍କୁ ସ୍ନେହର ସହିତ ମନେ ପକାଅ। ବାବା କହୁଛନ୍ତି, ମିଠେ ବଚ୍ଚେ, ବାବା ତୁମମାନଙ୍କୁ ପ୍ରାଣଦାନ ଦେଉଛନ୍ତି। ସେ ଏପରି ଜ୍ଞାନ ଦେଉଛନ୍ତି ଯାହାଦ୍ୱାରା ପ୍ରାଣଦାନ ମିଳିଯାଉଛି। ଏହିପରି ପ୍ରାଣଦାନ ଦେଉଥିବା ବାବାଙ୍କୁ ସ୍ନେହର ସହିତ ମନେ ପକାଅ। ଆଜିର ପ୍ରଶ୍ନ, କେଉଁ ଆଧାରରେ 21 ଜନ୍ମ ପର୍ଯ୍ୟନ୍ତ ତୁମର ସବୁ ଭଣ୍ଡାର ଭରପୁର ହୋଇ ରହୁଛି? ଉତ୍ତର, ସଙ୍ଗମ ଯୁଗରେ ତୁମମାନଙ୍କୁ ଯେଉଁ ଜ୍ଞାନ ମିଳୁଛି ତାହା ହିଁ ତୁମର ରୋଜଗାରର ଆଧାର ଅଟେ। ଏହି ପାଠପଢ଼ା ଆଧାରରେ ତୁମର ସବୁ ଭଣ୍ଡାର ଭରପୁର ହୋଇଯାଉଛି। ଏହି ପାଠପଢ଼ା ଦ୍ୱାରା 21 ଜନ୍ମର ଖୁସି ମିଳିଯାଉଛି। ଏପରି କୌଣସି ଜିନିଷ ନାହିଁ ଯାହାକୁ ପ୍ରାପ୍ତ କରିବା ପାଇଁ ଇଚ୍ଛା ରହିବ। ବାବା ଏପରି ଜ୍ଞାନର ଦାନ ଦେଉଛନ୍ତି ଯାହାଦ୍ୱାରା ଆତ୍ମା କିପରି ଅବସ୍ଥାରୁ କିପରି ହୋଇଯାଉଛି। ଓମ୍ ଶାନ୍ତି। ଭଗବାନ ଉବାଚ, ଶାଳଗ୍ରାମ ପିଲାମାନେ ଭାବୁଛନ୍ତି ଶିବ ବାବା ଆମକୁ ପାଠ ପଢ଼ାଇବାକୁ ଆସୁଛନ୍ତି। ପିଲାମାନେ ଜାଣିଛନ୍ତି ଯେ ସିଏ ହିଁ ସୃଷ୍ଟିର ଆଦି ମଧ୍ୟ ଅନ୍ତକୁ ଜାଣିଛନ୍ତି। ପିଲାମାନଙ୍କୁ ଏ କଥା କିଛି ନୂଆ ଲାଗୁନାହିଁ, କାରଣ ସବୁ କଥା ବୁଝିଗଲେଣି। ମନୁଷ୍ୟମାନେ ତ ସବୁକିଛି ଭୁଲି ଯାଇଛନ୍ତି। ଯିଏ ଏଠାକୁ ଆସି ପାଠ ପଢ଼ାଇଲେ ତାଙ୍କ ବଦଳରେ ପ୍ରଥମ ନମ୍ବରରେ ଯିଏ ପଢ଼ୁଛନ୍ତି ତାଙ୍କ ନାମ ଲେଖିଦେଇଛନ୍ତି। ତୁମମାନଙ୍କୁ ପଢ଼ି ପଢ଼ି ଏହି କଥାକୁ ସିଦ୍ଧ କରିବାକୁ ହେବ। ଏହା ଭାରତର ଧର୍ମଶାସ୍ତ୍ରର କଥା, ଅନ୍ୟ ଧର୍ମର ଶାସ୍ତ୍ର କଥା ନୁହେଁ। ଭାରତରେ ଥିବା ଶାସ୍ତ୍ରରେ ହିଁ ଭୁଲ ରହିଛି। ତୁମମାନଙ୍କ ବିନା ଏହି କଥା ଅନ୍ୟ କେହି ସିଦ୍ଧ କରିପାରିବେ ନାହିଁ। ପିଲାମାନେ ଜାଣିଛନ୍ତି ଏହା ଅନାଦି ଡ୍ରାମା ଅଟେ। ଏହାର ପୁଣି ମଧ୍ୟ ପୁନରାବୃତ୍ତି ହେବ। ତୁମେମାନେ ମନୁଷ୍ୟମାନଙ୍କୁ ସୁଧାରିବାର ପୁରୁଷାର୍ଥ କରୁଛ। ମନୁଷ୍ୟମାନେ ସୁଧୁରିଲେ ଦୁନିଆ ମଧ୍ୟ ସୁଧୁରିଯିବ। ସତ୍ୟଯୁଗ ହେଉଛି ସୁଧୁରିଥିବା ନୂଆ ଦୁନିଆ ଏବଂ କଳିଯୁଗ ସୁଧୁରି ନଥିବା ପୁରୁଣା ଦୁନିଆ। ଏ କଥା ମଧ୍ୟ ତୁମେମାନେ ଭଲ ଭାବରେ ବୁଝି ଧାରଣ କରି ଅନ୍ୟକୁ ବୁଝାଇବା ଯୋଗ୍ୟ ମଧ୍ୟ ହେଉଛ। ଏଥିରେ ବହୁତ ସ୍ୱଚ୍ଛ ହେବା ଆବଶ୍ୟକ। ବାବା ତୁମକୁ କେତେ ରିଫାଇନ୍ କରି ବୁଝାଇ ସୁଧାରୁଛନ୍ତି। ବାବା କହୁଛନ୍ତି, ତୁମେମାନେ ଯେତେବେଳେ ଏପରି ସୁଧୁରି ଯାଉଛ, ପୁଣି ମୋତେ ଆସି ସୁଧାରିବାର ଆବଶ୍ୟକତା ପଡ଼ୁନାହିଁ। ତୁମେ ଅନାର୍ଯ୍ୟ ହୋଇଯାଇଥିଲ, ଏବେ ଆର୍ଯ୍ୟ ଅର୍ଥାତ୍ ଦେବୀ ଦେବତା ହେବାକୁ ପଡ଼ିବ। ତାହା ତ ସତ୍ୟ ଯୁଗରେ ହିଁ ହେବ। ସେମାନେ ସମସ୍ତେ ସୁଧୁରିଥିବା ଆତ୍ମା ଅର୍ଥାତ୍ ପବିତ୍ର ଥିଲେ। ତେଣୁ ବର୍ତ୍ତମାନ ସୁଧୁରି ନଥିବା ଆତ୍ମାମାନେ ତାଙ୍କର ପୂଜା କରୁଛନ୍ତି। ଏ କଥା କାହାରି ବୁଦ୍ଧିରେ ଆସୁନାହିଁ ଯେ ଆମେ ତାଙ୍କୁ କାହିଁକି ଦେବତା କହୁଛୁ। ସମସ୍ତେ ତ ମନୁଷ୍ୟ ଅଟନ୍ତି। ଯେଉଁମାନେ ସୁଧୁରି ଯାଇଥିବା ଆର୍ଯ୍ୟ ଥିଲେ ସେମାନେ ସମସ୍ତେ ଅଣସୁଧୁରିଲା ବାଲା ହୋଇଯାଇଛନ୍ତି। ଆର୍ଯ୍ୟ ଓ ଅଣଆର୍ଯ୍ୟ। ବାକି ଯେଉଁ ଆର୍ଯ୍ୟ ସମାଜ ରହିଛି ତାହା ମଠ ପନ୍ଥ ଅଟେ। ଏ କଥା କଳ୍ପବୃକ୍ଷରୁ ପରିଷ୍କାର ଭାବେ ବୁଝିପାରିବ।
ଏହା ହେଉଛି ମନୁଷ୍ୟ ସୃଷ୍ଟିର ବୃକ୍ଷ, ଯାହାର ଆୟୁଷ 5000 ବର୍ଷ। ଏହାର ନାମ ହେଲା କଳ୍ପବୃକ୍ଷ। କିନ୍ତୁ କଳ୍ପବୃକ୍ଷ ଶବ୍ଦ ଦ୍ୱାରା ମନୁଷ୍ୟମାନଙ୍କ ବୁଦ୍ଧିରେ ବୃକ୍ଷର ଚିତ୍ର ଆସୁନାହିଁ। ତୁମକୁ ବୃକ୍ଷ ରୂପରେ ବୁଝାଯାଇଛି। ସେମାନେ କହିଦେଉଛନ୍ତି କଳ୍ପ ଲକ୍ଷେ ବର୍ଷର ଅଟେ। ବାବା କହୁଛନ୍ତି ଏହା କେବଳ 5000 ବର୍ଷର ଅଟେ। ଅନ୍ୟମାନେ କିଏ କେତେ ଆୟୁଷ ଶୁଣାଉଛନ୍ତି, କିନ୍ତୁ ବାସ୍ତବରେ ସମ୍ପୂର୍ଣ୍ଣ ବୁଝାଇ ପାରୁଥିବା ଆତ୍ମା କେହି ନାହାନ୍ତି। ପରସ୍ପର ମଧ୍ୟରେ କେତେ ଶାସ୍ତ୍ରବାଦ କରୁଛନ୍ତି। ତୁମର ଏହା ଆତ୍ମିକ ବାର୍ତ୍ତାଳାପ ଅଟେ। ତୁମେମାନେ ସେମିନାର କରୁଛ, ଏହାକୁ ଆତ୍ମିକ ବାର୍ତ୍ତାଳାପ କୁହାଯାଉଛି। ପ୍ରଶ୍ନ ଉତ୍ତର ବୁଝିବା ପାଇଁ ମଧ୍ୟ କରୁଛନ୍ତି। ବାବା ଯାହା କିଛି ତୁମମାନଙ୍କୁ ଶୁଣାଉଛନ୍ତି, ସେଥିରୁ ଟପିକ୍ ବାହାର କରି ଶୁଣାଉଛ। ସେମାନେ କ'ଣ ଶୁଣାଉଛନ୍ତି, ଏହା ମଧ୍ୟ ତୁମେମାନେ ଯାଇ ଶୁଣ। ପୁଣି ଆସି ଶୁଣାଇବା ଦରକାର କି ସେମାନଙ୍କ ମଧ୍ୟରେ ଏହି ପ୍ରକାର ବାଦ ବିବାଦ ଚାଲୁଛି। ପ୍ରଥମେ ବୁଝାଇବାକୁ ହେବ ଯେ ଗୀତାର ଭଗବାନ କିଏ। ଭଗବାନ ପିତାଙ୍କୁ ଭୁଲିବା କାରଣରୁ ବିଲକୁଲ ତଳକୁ ଆସିଯାଇଛନ୍ତି। ତୁମର ବାବାଙ୍କ ପ୍ରତି କେତେ ସ୍ନେହ ରହିଛି, ବାବାଙ୍କୁ କେତେ ମନେ ପକାଉଛ, ବାସ୍ ବାବା ହିଁ ପ୍ରାଣଦାନ ଦେବେ। ଜ୍ଞାନର ଦାନ ଏପରି ଦେଉଛନ୍ତି ଯେ କ'ଣ ଥିଲ, କ'ଣ ହୋଇଯାଇଛ। ତେଣୁ ବାବାଙ୍କ ପ୍ରତି ସ୍ନେହ ରହିବା ଉଚିତ। ବାବା ଆମମାନଙ୍କୁ ଏହିପରି ନୂଆ କଥା ସବୁ ଶୁଣାଉଛନ୍ତି। ଆମେ କୃଷ୍ଣଙ୍କୁ କେତେ ମନେ ପକାଉଛୁ, କିନ୍ତୁ ତାଙ୍କଠାରୁ ତ କିଛି ପ୍ରାପ୍ତି ହେଉନାହିଁ। ଶ୍ରୀ ନାରାୟଣଙ୍କୁ ମନେ ପକାଉଛନ୍ତି, କିନ୍ତୁ ତାଙ୍କୁ ମନେ ପକାଇବା ଦ୍ୱାରା କ'ଣ କିଛି ହେଉଛି? ଆମେ ତ କାଙ୍ଗାଳକୁ କାଙ୍ଗାଳ ହୋଇ ରହିଯାଇଛୁ। ଦେବତାମାନେ କେତେ ଧନବାନ ଥିଲେ। ବର୍ତ୍ତମାନ ସବୁ କୃତ୍ରିମ ଜିନିଷ ହୋଇଗଲାଣି, ଯାହାର କୌଣସି ଦାମ ନଥିଲା। ତାହାର ଆଜି କେତେ ଦାମ ହୋଇଗଲାଣି। ସେଠାରେ ଶସ୍ୟର କୌଣସି ଦାମ ରହିବ ନାହିଁ। ସମସ୍ତଙ୍କର ନିଜ ନିଜର ସମ୍ପତ୍ତି ରହିବ। କୌଣସି ଅପ୍ରାପ୍ତ ବସ୍ତୁ ରହିବ ନାହିଁ, ଯାହାର ପ୍ରାପ୍ତିର ଇଚ୍ଛା ରହିବ। ବାବା କହୁଛନ୍ତି, ମୁଁ ତୁମମାନଙ୍କର ଭଣ୍ଡାର ଭରପୁର କରିଦେଉଛି। ତୁମକୁ ଏପରି ଜ୍ଞାନ ଦେଉଛି ଯାହାଫଳରେ ତୁମର ଭଣ୍ଡାର ଭରିଯାଉଛି। ତୁମ ବୁଦ୍ଧିରେ ଅଛି ଜ୍ଞାନ ହେଉଛି ରୋଜଗାରର ପନ୍ଥା। ଜ୍ଞାନ ହିଁ ସବୁକିଛି ଅଟେ। ଏହି ଶିକ୍ଷା ଦ୍ୱାରା ତୁମେମାନେ କେତେ ଶ୍ରେଷ୍ଠ ହେଉଛ। ଏହା ପାଠପଢ଼ାର ଭଣ୍ଡାର ଅଟେ ନା। ଲୌକିକ ଶିକ୍ଷକ ପାଠ ପଢ଼ାଇଲେ ଅଳ୍ପ କାଳର ସୁଖ ମିଳିଥାଏ। ଏହି ପାଠପଢ଼ା ଦ୍ୱାରା ତୁମକୁ 21 ଜନ୍ମର ସୁଖ ମିଳୁଛି। ତେଣୁ ତୁମେମାନେ ବହୁତ ଖୁସି ହେବା ଉଚିତ। କିନ୍ତୁ ଏକଥା ବୁଝିବା ପାଇଁ ସମୟ ଲାଗୁଛି। ତୁରନ୍ତ କେହି ବୁଝିପାରିବେ ନାହିଁ। କୋଟିକରେ କେହି ବାହାରୁଛନ୍ତି। ଅଧା କଳ୍ପ ହେବ ସମସ୍ତ ମନୁଷ୍ୟ ପରସ୍ପରକୁ ପତିତ ହିଁ କରି ଆସିଛନ୍ତି। ଏକମାତ୍ର ବାବା ହିଁ ଉପରକୁ ଚଢ଼ାଉଛନ୍ତି। ବେହଦର ପାଠ ପଢ଼ାଉଥିବା ଶିକ୍ଷକ ବଦଳରେ ବିଦ୍ୟାର୍ଥୀର ନାମ ଲେଖି ଦେଇଛନ୍ତି। ଦୁନିଆ ଏହି କଥାକୁ ଜାଣିନାହିଁ। କହୁଛନ୍ତି ଭଗବାନ ଉବାଚ ପଢ଼ାଇ ଯାଇଛନ୍ତି, କିନ୍ତୁ ସେ ପଢ଼ାଇଥିବା ଜ୍ଞାନ କୌଣସି ଶାସ୍ତ୍ରରେ ନାହିଁ। କାରଣ ସତ୍ୟଯୁଗରେ କୌଣସି ଶାସ୍ତ୍ର ନାହିଁ। ଏସବୁ ଭକ୍ତି ମାର୍ଗର ଶାସ୍ତ୍ର। ଏହା କେତେ ବଡ଼ ବୃକ୍ଷ ଅଟେ। ଭକ୍ତିର ଏପରି ଅନେକ ଶାଖା ପ୍ରଶାଖା ନଥିଲେ
ବୃକ୍ଷର ନାମ ମଧ୍ୟ ରହିନଥାନ୍ତା। ଏସବୁ ହେଉଛି ଧାରଣା କରିବା କଥା। ତୁମେମାନେ ଏହି ଜ୍ଞାନକୁ ଧାରଣା କରୁଛ। ପଢ଼ାଇବା ଶିକ୍ଷକ ପାଠ ପଢ଼ାଇ ଗୁପ୍ତ ହୋଇଯାଉଛନ୍ତି। ପଢ଼ୁଥିବା ବିଦ୍ୟାର୍ଥୀ ଆସି ବିଶ୍ୱର ମାଲିକ ହୋଇଯାଉଛନ୍ତି। କେତେ ନୂଆ କଥା ଅଟେ! ଗୋଟିଏ ବି କାହାରି ବୁଦ୍ଧିରେ ରହୁନାହିଁ। ବିଦ୍ୟାର୍ଥୀମାନେ କ୍ରମ ଅନୁସାରେ ରହିଛନ୍ତି। କେହି ପାସ୍ ହେଉଛନ୍ତି, କେହି ଫେଲ୍ ଯାଉଛନ୍ତି। ଏହା ବେହଦର ବହୁତ ବଡ଼ ପରୀକ୍ଷା। ତୁମେମାନେ ଜାଣିଛ, ଆମେ ବର୍ତ୍ତମାନ ଭଲ ଭାବରେ ପାଠ ପଢ଼ୁଛୁ ଏବଂ କଳ୍ପାନ୍ତର ଭଲ ପଢ଼ିବୁ। ଭଲ ପଢ଼ୁଥିବା ଆତ୍ମାମାନେ ହିଁ ଉଚ୍ଚ ପଦ ପାଇପାରିବେ। କ୍ରମ ଅନୁସାରେ ସମସ୍ତେ ଯିବେ। ସାରା କ୍ଲାସ୍ ଟ୍ରାନ୍ସଫର ହେବ। କ୍ରମ ଅନୁସାରେ ଯାଇ ବସିବେ। ଏହି ଜ୍ଞାନ ମଧ୍ୟ ଆତ୍ମାରେ ଅଛି। ଭଲ ଅଥବା ମନ୍ଦର ସଂସ୍କାର ଆତ୍ମାରେ ରହିଥାଏ। ଶରୀର ହେଉଛି ମାଟି ଅର୍ଥାତ୍ ବିନାଶୀ। ଆତ୍ମା କେବେ ବି ନିର୍ଲେପ ହୋଇପାରିବ ନାହିଁ। 100% ତମୋ ପ୍ରଧାନ ଓ ସତୋ ପ୍ରଧାନ କିଏ? ଏ କଥା ମଧ୍ୟ ତୁମେମାନେ ଜାଣିଛ। ପ୍ରଥମେ ଗରିବମାନଙ୍କୁ ଉଠାଇବାକୁ ପଡ଼ିବ। ସେମାନେ ପ୍ରଥମେ ଆସିବେ। ଗୁରୁମାନଙ୍କର ମଧ୍ୟ ଯେତେବେଳେ ଅନନ୍ୟ ଶିଷ୍ୟମାନେ ଆସିବେ, ସେତେବେଳେ ସେ ସମସ୍ତଙ୍କର ବୁଦ୍ଧି ଖୋଲିଯିବ ଏବଂ ଦେଖିବେ ଯେ ଆମର ହିଁ ପତ୍ର ଅର୍ଥାତ୍ ଚେଲାମାନେ ବାହାରି ଯାଉଛନ୍ତି। ଯେଉଁମାନେ ଏଠାକାର ହୋଇଥିବେ ସେମାନେ ତ ବାହାରି ଆସିବେ। ବାବା ଆସି ନୂଆ ବୃକ୍ଷ ଲଗାଇବା ଆରମ୍ଭ କରୁଛନ୍ତି। ଯେଉଁମାନେ ଅନ୍ୟ ସବୁ ଧର୍ମକୁ ଚାଲିଯାଇଛନ୍ତି ସେମାନେ ସମସ୍ତେ ଫେରିବେ ଏବଂ ଏହି ଭାରତକୁ ହିଁ ଆସିବେ। ସେମାନେ ମଧ୍ୟ ଭାରତବାସୀ ଥିଲେ ନା। ଆମ ଶାଖାର ଯେଉଁମାନେ ହୋଇଥିବେ ସେମାନେ ସମସ୍ତେ ଆସିଯିବେ। ଆଗକୁ ଯାଇ ତୁମେମାନେ ସବୁ ବୁଝିଯିବ। ଏବେ ବାହାରେ ସମସ୍ତଙ୍କୁ ଧକ୍କା ମିଳୁଛି। ଯେଉଁଠି ବାହାର ଲୋକ ଅଛନ୍ତି ତାଙ୍କୁ ବାହାର କରିଦେଉଛନ୍ତି। ଭାବୁଛନ୍ତି ଇଏ ବହୁତ ଧନବାନ ହୋଇଗଲେଣି। ଯେଉଁମାନେ ଏଠାରେ ରହୁଛନ୍ତି ସେମାନେ ଗରିବ ହୋଇଯାଉଛନ୍ତି। ଶେଷରେ ସମସ୍ତେ ନିଜ ନିଜର ଧର୍ମକୁ ଚାଲିଯିବେ। ସମସ୍ତେ ନିଜ ନିଜର ଘର ଆଡ଼କୁ ଦୌଡ଼ିବେ। ଯେପରି ବିଦେଶରେ କେହି ମୃତ୍ୟୁବରଣ କଲେ ତାଙ୍କୁ ଭାରତକୁ ନେଇ ଆସନ୍ତି, କାରଣ ଭାରତ ହେଉଛି ଫାଷ୍ଟ କ୍ଲାସ୍ ପବିତ୍ର ଭୂମି। ଭାରତରେ ହିଁ ନୂଆ ଦୁନିଆ ଥିଲା। ବର୍ତ୍ତମାନ ଏହାକୁ ନିର୍ବିକାରୀ ଦୁନିଆ କୁହାଯିବ ନାହିଁ। ଏହା ବିକାରୀ ଦୁନିଆ। ସେଥିପାଇଁ ଡାକୁଛନ୍ତି, ହେ ପତିତ ପାବନ ଆସି ଆମକୁ ପବିତ୍ର କର। ଯଦିଓ ଏହା ମଧ୍ୟ ଦୁନିଆ ଅଟେ, କିନ୍ତୁ ବର୍ତ୍ତମାନ ସମୟରେ କେହି ପବିତ୍ର ନାହାନ୍ତି। ପବିତ୍ର ଆତ୍ମାମାନେ ବ୍ରହ୍ମଲୋକରେ ରହିଛନ୍ତି। ତାହା ହେଉଛି ବ୍ରହ୍ମ ମହତ୍ତତ୍ୱ। ସମସ୍ତେ ପବିତ୍ର ହୋଇ ସେଠାକୁ ଯିବେ। ପୁଣି କ୍ରମ ଅନୁସାରେ ଅଭିନୟ କରିବାକୁ ଆସିବେ। ଆଦି ସନାତନ ଦେବୀ ଦେବତା ଧର୍ମର ଏହା ହେଉଛି ମୂଳଦୁଆ। ପୁଣି 3ଟି ଟ୍ୟୁବ୍ ବାହାରିଥାଏ। ଏହା ତ ଦେବତା ଧର୍ମ ଅଟେ। ଏହା କୌଣସି ଶାଖା ନୁହେଁ। ପ୍ରଥମେ ଏହା ହେଉଛି ମୂଳଦୁଆ। ପୁଣି 3ଟି ଟ୍ୟୁବ୍ ଅର୍ଥାତ୍ ଶାଖା ବାହାରୁଛି। ମୁଖ୍ୟ ହେଲା 4ଟି ଧର୍ମ। ସବୁଠାରୁ ଭଲ ଧର୍ମ ହେଉଛି ବ୍ରାହ୍ମଣ ଧର୍ମ, ଯାହାର ବହୁତ ମହିମା ରହିଛି। ତୁମେମାନେ ଏଠାରେ ହୀରା ସଦୃଶ ହେଉଛ। ବାବା ତୁମକୁ ପାଠ ପଢ଼ାଉଛନ୍ତି, ତେଣୁ ତୁମେମାନେ କେତେ ଶ୍ରେଷ୍ଠ ଅଟ। ଦେବତାମାନଙ୍କ ଠାରୁ ମଧ୍ୟ ତୁମେ ବ୍ରାହ୍ମଣମାନେ ଜ୍ଞାନୀ ଅଟ। କେତେ ଆଶ୍ଚର୍ଯ୍ୟର କଥା ନା! ଆମେ ଯେଉଁ ଜ୍ଞାନ ନେଉଛୁ ତାହା ଆମ ସାଥିରେ ଯିବ। ପୁଣି ସେଠାରେ ଜ୍ଞାନକୁ ହିଁ ଭୁଲିଯିବେ। ତୁମେ ଜାଣିଛ, ପୂର୍ବରୁ ଆମେ କ'ଣ ପଢ଼ୁଥିଲୁ, ଏବେ ଆମେ କ'ଣ ପଢ଼ୁଛୁ। ICS ବିଦ୍ୟାର୍ଥୀ କ'ଣ ପଢ଼ନ୍ତି ଏବଂ ଅନ୍ୟମାନେ କ'ଣ ପଢ଼ନ୍ତି, ଫରକ ଅଛି ନା? ଆଗକୁ ଗଲେ ତୁମେମାନେ ବହୁତ ନୂଆ ପଏଣ୍ଟସ୍ ଶୁଣିବ। ଏବେ କହିବାର ସମୟ ଆସିନାହିଁ।
ଆଗକୁ ହିଁ ଶୁଣିବାର ପାର୍ଟ ରହିଛି। ବୁଦ୍ଧିରେ ରହୁଛି ଯେ ଏହି ଜ୍ଞାନର ପାର୍ଟ ଯେତେବେଳେ ପୂରା ହେବାର ଥିବ ସେତେବେଳେ ଆମେ ମଧ୍ୟ ବାବାଙ୍କ ଜ୍ଞାନକୁ ଧାରଣା କରିନେବୁ। ପୁଣି ଆମର ପାଠ ସ୍ୱର୍ଗରେ ଆରମ୍ଭ ହୋଇଯିବ, ତାଙ୍କର ପାଠ ପୂରା ହୋଇଯିବ। ବୁଦ୍ଧିରେ ବହୁତ ଭଲ ଧାରଣା ଦରକାର। ଜ୍ଞାନର ସ୍ମରଣ କରିଚାଲ ଏବଂ ବାବାଙ୍କୁ ମନେ ପକାଇ ଚାଲ। ଯଦି ଯୋଗବଳ ନ ରହିବ ତେବେ କମ୍ ପଦ ପାଇବ। ବାବାଙ୍କୁ ସ୍ମରଣ କରି କରି ଶରୀରର ଅଭିମାନ ସମାପ୍ତ ହୋଇଯିବ। ସନ୍ନ୍ୟାସୀ ମଧ୍ୟ ଏହି ଅବସ୍ଥାର ଅଭ୍ୟାସ କରି କରି ଶରୀର ଛାଡ଼ି ଦେଇଥାନ୍ତି, କିନ୍ତୁ ତାଙ୍କର ରାସ୍ତା ଅଲଗା। ସେଥିପାଇଁ ତାଙ୍କୁ ପୁଣି ଜନ୍ମ ନେବାକୁ ପଡ଼ୁଛି। ଅନୁସରଣକାରୀମାନେ ଭାବୁଛନ୍ତି ସେ ବ୍ରହ୍ମରେ ଲୀନ ହୋଇଗଲେ, ପୁଣି ଆଉ କେବେ ଫେରିବେ ନାହିଁ। ବାବା ବୁଝାଉଛନ୍ତି ମଝିରେ କେହି ବି ଘରକୁ ଯାଇପାରିବେ ନାହିଁ। ଡ୍ରାମା ଶେଷରେ ସବୁ ଅଭିନେତା ଯେତେବେଳେ ମଞ୍ଚ ଉପରକୁ ଆସିବେ ସେତେବେଳେ ଯାଇ ଘରକୁ ଯିବେ। ତାହା ହେଉଛି ହଦ୍ର ବିନାଶୀ ନାଟକ। ଏହା ବେହଦର ଅବିନାଶୀ ନାଟକ। ଏ କଥା ତୁମେମାନେ ଭଲ ଭାବରେ ବୁଝାଇ ପାରିବ। ଏହି ଡ୍ରାମା ଉଙ୍କୁଣି ସଦୃଶ ଧୀରେ ଧୀରେ ଚାଲୁଛି। ସେମାନେ ପୁଣି ଛୋଟ ଛୋଟ ଡ୍ରାମା କରୁଛନ୍ତି, ନକଲି ଚଳଚ୍ଚିତ୍ର ତିଆରି କରୁଛନ୍ତି। ସେଥିରେ ଅଳ୍ପ କିଛି ଭଲ କଥା ଅଛି, ଯେପରି ବିଷ୍ଣୁ ଅବତରଣ ଦେଖାଉଛନ୍ତି। ଏପରି ନୁହେଁ ଯେ ଉପରୁ କେହି ଓହ୍ଲାଇ ଆସୁଛନ୍ତି, ଲକ୍ଷ୍ମୀ ନାରାୟଣ ଅଭିନୟ କରିବାକୁ ଆସୁଛନ୍ତି, ବାକି କେହି ଉପରୁ ଆସୁନାହାନ୍ତି। ଏବେ ତୁମମାନଙ୍କୁ ବାବା ପଢ଼ାଉଛନ୍ତି, ସେଥିପାଇଁ ତୁମେମାନେ ସବୁ ବୁଝିପାରୁଛ। ପୂର୍ବରୁ ତୁମେ ମଧ୍ୟ ତୁଚ୍ଛ ବୁଦ୍ଧି ଥିଲ। ଯେତେବେଳେ ବାବା ବୁଝାଇଲେ ସେତେବେଳେ ତୁମର ଭାଗ୍ୟ ଖୋଲିଗଲା। ଏତେ ସମୟ ଧରି ଯାହା କିଛି ଶୁଣିଥିଲ ତାହା କୌଣସି କାମର ନଥିଲା, ଆହୁରି ତଳକୁ ଖସି ଚାଲିଲ। ସେଥିପାଇଁ ତୁମେ ସମସ୍ତଙ୍କ ଠାରୁ ଲେଖାଇ ନେଇଛ। ଯେତେବେଳେ ଲେଖିକରି ଦେବେ ସେତେବେଳେ ବୁଝିଯିବ ଯେ କିଛି ବୁଝିଲେ। ବାହାରୁ ଆସି ଫର୍ମ ପୂରଣ କରୁଛନ୍ତି, ତେଣୁ ଜଣାପଡ଼ୁଛି ଆମ କୁଳର ଅଟନ୍ତି। ମୂଳ କଥା ହେଲା ବାବାଙ୍କୁ ଜାଣିବା। ବୁଝିଯାଆନ୍ତୁ ଯେ ବାସ୍ତବରେ କଳ୍ପ କଳ୍ପ ବାବା ଆସି ଆମମାନଙ୍କୁ ପାଠ ପଢ଼ାଉଛନ୍ତି। ଏ କଥା ମଧ୍ୟ ପଚାରିବାକୁ ହେବ, କେବେଠାରୁ ପବିତ୍ର ହୋଇଛ? ତୁରନ୍ତ ସୁଧୁରୁ ନାହାନ୍ତି। ବାରମ୍ବାର ମାୟା ଧରି ନେଉଛି। ଦେଖୁଛି କଞ୍ଚା ଅଛି, ତେଣୁ ଗିଳି ଦେଉଛି। କେତେକ ମହାରଥୀଙ୍କୁ ମଧ୍ୟ ମାୟା ଗିଳି ଦେଉଛି। ଶାସ୍ତ୍ରରେ ମଧ୍ୟ ବର୍ତ୍ତମାନର ଉଦାହରଣ ରହିଛି। ମନ୍ଦିରରେ ମଧ୍ୟ ଘୋଡ଼ା ସୱାର, ମହାରଥୀ, ପଦାତିକ ଆଦି ଦେଖାଇଥାନ୍ତି। ତୁମେ ବର୍ତ୍ତମାନ ନିଜର ସ୍ମୃତି ଚିହ୍ନ ଦେଖୁଛ। ଯେତେବେଳେ ତୁମେମାନେ ଜ୍ଞାନବାନ ହୋଇଯିବ ସେତେବେଳେ ଭକ୍ତିରୁ ଆସକ୍ତି ତୁଟିଯିବ। ତୁମେମାନେ କାହା ପାଖରେ ମୁଣ୍ଡ ନୁଆଁଇ ପାରିବ ନାହିଁ। ସେମାନଙ୍କୁ ପଚାର, ଲକ୍ଷ୍ମୀ ନାରାୟଣ ଇଏ କୁଆଡ଼େ ଗଲେ? ଏହାଙ୍କର ଜୀବନ କାହାଣୀ କୁହ। ବାବା ତୁମକୁ ଜ୍ଞାନବାନ କରାଇଛନ୍ତି, ସେଥିପାଇଁ ତୁମେମାନେ ପଚାରୁଛ। ତେଣୁ ନିଶା ରହିବା ଦରକାର। ପାସ୍ ୱିଥ୍ ଅନର୍ 8 ଜଣ ହେବେ। ଏହା ବହୁତ ବଡ଼ ପରୀକ୍ଷା। ନିଜକୁ ଦେଖିବା ଉଚିତ। ମୋର ଆତ୍ମା ପବିତ୍ର ହୋଇଛି। ଯୋଗଯୁକ୍ତ ହୋଇ ରହିଲେ ବ୍ୟାଟେରୀ ଭରିବ। ବାବାଙ୍କ ସହିତ ଯୋଗ ରହିଲେ ସତୋପ୍ରଧାନ ହେବ। ତମୋପ୍ରଧାନ ଆତ୍ମା ଘରକୁ ଫେରିଯାଇ ପାରିବ ନାହିଁ। ଏହା ମଧ୍ୟ ଡ୍ରାମା ଅଟେ। ସେଠାରେ ଦୁଃଖଦାୟୀ କୌଣସି ଜିନିଷ ରହିବ ନାହିଁ। ଗାଈମାନେ ମଧ୍ୟ ସୁନ୍ଦର ହେବେ। କୃଷ୍ଣଙ୍କ ସାଥିରେ କେତେ ସୁନ୍ଦର ଗାଈ ଦେଖାଇଥାନ୍ତି। ବଡ଼ ଲୋକମାନଙ୍କର ଫର୍ଣ୍ଣିଚର ମଧ୍ୟ ସୁନ୍ଦର ହୋଇଥାଏ। ଗାଈ ଭଲ ଦୁଧ ଦେବ, ସେଇଥିପାଇଁ ତ ଦୁଧର ନଦୀ ବହିବ, ଯାହାକି ଏଠାରେ ନାହିଁ। ଏବେ ତୁମେମାନେ ନଲେଜଫୁଲ ହୋଇଗଲଣି। ଏହି ଦୁନିଆକୁ ତୁମେମାନେ ତୁଚ୍ଛ ବୋଲି ଭାବୁଛ। ଏହାର ସମସ୍ତ ଆବର୍ଜନା ସ୍ୱାହା ହେବ। ସମସ୍ତ ଆବର୍ଜନା ବାହାରି ପୁଣି ସବୁ ସ୍ୱଚ୍ଛ ହୋଇଯିବ।
आमे निज राजधानी को जाउछु, ताहार नाम हेउछि स्वर्ग। नाम शुणिबा मात्रके खुशी लागुछि। अच्छा, मिठे मिठे शिखिला दे संतान मानंक प्रति मात पिता बापदादांकर मधुर स्नेहभरा स्मृति एवं सुप्रभात। आत्मिक पितांकर आत्मिक संतान मानंकु नमस्ते। आत्मिक संतान मानंकर आत्मिक पितांकु ओम शांति नमस्ते। धारणा पाई मुख्य सार 1 नंबर, एही बिगड़ी जाइथिबा पुराना दुनिया को सुधारिबा पाई निजको सुधारिबा को हेबो। निजर बुद्धि को जोग बल द्वारा स्वच्छ करने को पड़िबो। 2 नंबर, परस्पर मध्यरे रुहरिहान अर्थात ज्ञानर वार्तालाप करबा उचित। वाद विवाद नुहे। ज्ञानर दान देई समस्तंकर भंडार भरपूर करने को हेबो। आजिर वरदान, स्वमानर आसन उपरे स्थित होई शक्ति गुड़ी को निर्देश अनुसार चलाउथिबा विशाल बुद्धि भव। विस्तार, निजर विशाल बुद्धि द्वारा सर्वशक्ति रूपी सेवाधारी को यथा समय रे कार्य लगाओ। जेउ सबु उपाधि अर्थात स्वमान गुड़िक तुमको स्वयं परमात्मा द्वारा प्राप्त हेउछि तार निशारे रुह। जदि सर्वदा स्वमानर आसन उपरे स्थित रहिब तेबे सर्वशक्ति गुड़िक तुमर सेवा करिबा पई सर्वदा हाजर रहिथिबार अनुभव हेबो, जेपरिकी तुमर आदेशर अपेक्षारे अछन्ति। तेणु वरदान को एवं संपत्ति गुड़िक कार्य लगाओ। मालिक होई योगयुक्त होई सेवाधारी मानंक द्वारा युक्तियुक्त सेवा नियो, ताहेले सर्वदा संतुष्ट रहिबो। बारंबार अभियोग करने को पड़िबो नाही। आजिर स्लोगन, जे कौनसी कार्य आरंभ करने पूर्वरु विशेष भावरे एही स्मृति जाग्रत करजे, सफलता मो भली श्रेष्ठ ब्राह्मण आत्मार जन्मसिद्ध अधिकार। ओम शांति।